ମୋ ସ୍ୱାମୀ ମୋତେ ଡିଭୋର୍ସ ଦେଇଦେଲେ କାରଣ ମୁଁ କେବେ ବି ମା ହେଇପାରିନଥାନ୍ତି। ତାର କିଛି ଦିନ ପରେ ସେ ଦ୍ୱିତୀୟ ବିବାହ କରିଦେଲେ। ଗୋଟେ ବର୍ଷ ପରେ ତାଙ୍କର ଗୋଟେ ଛୋଟ ପୁଅ ଜନ୍ମ ହେଲା। ସେ ମୋତେ ତାଙ୍କ ପୁଅର ପ୍ରଥମ ଜନ୍ମଦିନରେ ମୋତେ ଡାକିଲେ କାରଣ ସେ ଚାହୁଁଥିଲେ ମୋତେ ଏସବୁ ଦେଖି ଖରାପ ଲାଗୁ ବୋଲି। ମୋତେ ସେଠିକି ଯାଇ ସେସବୁ ଦେଖି ବହୁତ ଖରାପ ଲାଗିଲା। ସେ କରିଥିବା ପ୍ଲାନ୍ ମୁଁ ଭଲ ଭାବରେ ଜାଣିଥିଲି। ସେଥିପାଇଁ ପାର୍ଟିକୁ ଯିବା ପୂର୍ବରୁ ମୋ ପାଖରେ ଗୋଟେ ଲଫାଫା ଥିଲା ଯାହାକୁ ମୁଁ ସାଙ୍ଗରେ ନେଇକି ଯାଇଥିଲି। ଯେତେବେଳେ ମୁଁ ସେଠି ଯାଇ ପହଞ୍ଚିଲି ସେ ମୋତେ ଦେଖିକି ମୋ ପାଖକୁ ଆସି ମୋତେ କହିଲେ, ଦେଖ ତୁମକୁ ଡିଭୋର୍ସ ହେବାର ନିଷ୍ପତ୍ତି ମୋର ପୁରା ଠିକ୍ ଥିଲା। ଦେଖ ଆଜି ମୁଁ ଗୋଟେ ପିଲାର ବାପା ହୋଇଯାଇଛି। ତାଙ୍କ କଥା ଶୁଣି ମୋତେ ବହୁତ ଜୋରରେ ହସ ଲାଗିଲା। ମୁଁ ତାଙ୍କୁ ସେଇ ଲଫାଫାଟିକୁ ଧରେଇ ଦେଇ କହିଲି, ୟାକୁ ଖୋଲିକି ଧ୍ୟାନର ସହ ଦେଖ। ସେ ସେଇ ଲଫାଫାଟିକୁ ଦେଖିଲା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ତାଙ୍କ ଉପରେ ଆକାଶ ଛିଡ଼ିଗଲା ପରି ଲାଗିଲା। ନମସ୍କାର, ମୋ ନାଁ ସାକ୍ଷୀ। ଆଜି ମୋ ନଣନ୍ଦ ପୁଅର ଜନ୍ମଦିନ ଥିଲା। ଜନ୍ମଦିନ ଉପଲକ୍ଷେ ଘରେ ପୂଜା ରଖାଯାଇଥିଲା। ମୁଁ ପୂଜା ପାଇଁ ଆସିଥିବା ଜିନିଷକୁ ଯାଇ ଛୁଇଁ ଦେଇଥିଲି। ମୋ ଶାଶୁ ମୋତେ ସେସବୁ ଜିନିଷ ଛୁଇଁବାରେ ଦେଖିଦେଲେ ଆଉ ମୋ ଉପରେ ଖୁବ୍ ଜୋରରେ ଚିଲେଇଲେ। କହିଲେ, ତୋର ସାହସ କେମିତି ହେଲା ସେ ଜିନିଷ ସବୁ ଛୁଇଁବାକୁ? ତୁ କ'ଣ ବୁଝିପାରୁନୁ ସେସବୁ ଜିନିଷ ମୋ ଝିଅ ପ୍ରାଚୀର ପୁଅ ପୂଜା ପାଇଁ ଆସିଛି ବୋଲି? ଆଉ ତୁ ଗୋଟେ ବାଞ୍ଝ ହେଇ ସେ ଜିନିଷକୁ ହାତ ଲଗାଇବାକୁ ସାହସ କେମିତି କଲୁ? ତୁ କ'ଣ ଜାଣିନୁ ତୋ ପରି ବାଞ୍ଝର ପୂଜା ଉପରେ ଛାଇ ବି ପଡ଼ିଲେ ସେ ପୂଜା ଅଶୁଦ୍ଧ ହୋଇଯିବ? ତୁ ବୋଧେ ତୋ ନଣନ୍ଦର ଖୁସି ଦେଖିପାରୁନୁ। ଏତେ ସବୁ କଥା ଶୁଣିଲା ପରେ ମୋ ଆଖି ଲୁହରେ ଛଳଛଳ ହୋଇଗଲା। ଆଉ ମୁଁ ମୋ ଲୁହକୁ ଓଠରେ ଚାପି କହିଲି, ମା, ମୁଁ ଏସବୁ କଥା ଜାଣିନଥିଲି। ଆଗକୁ ଏମିତି ଭୁଲ ଆଉ ହେବନି। ସେତିକିବେଳେ ମୋ ନଣନ୍ଦ ଆସି ପହଞ୍ଚିଲେ ଆଉ ମୋତେ ଦେଖେଇ ଦେଖେଇ କହିଲେ, ଭାଉଜ, ତୁମ ପାଖରୁ ମୁଁ ଏମିତି କେବେ ଆଶା କରିନଥିଲି। ବୋଧେ ମୁଁ ମା ହେଇଛି ବୋଲି ତୁମେ ମୋତେ ଦେଖିକି ଆଦୌ ସହିପାରୁନ। ଏତିକି ଅପମାନ ପାଇସାରିବା ପରେ ମୁଁ ଦୁଃଖ ଭରା ମୁହଁରେ ମୋ ସ୍ୱାମୀଙ୍କ ଆଡ଼କୁ ଚାହିଁଲି। ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ। ସେମିତିରେ ବି ଆମର ଲଭ୍ ମ୍ୟାରେଜ ହୋଇଥିଲା। ମୁଁ ଭାବିଲି ମୋ ସ୍ୱାମୀ ମୋ ସପକ୍ଷରେ କିଛି ତ ହେଲେ ପଦେ କହିବେ, କିନ୍ତୁ ଓଲଟି ସେ ମୋତେ ଶୁଣେଇବାକୁ ଲାଗିଲେ କି ତୁମେ ବା ପ୍ରାଚୀକୁ ନିଜ ଭଉଣୀ ବୋଲି ମାନ, ତାପରେ ବି ତା ସହ ଏମିତି କାହିଁକି କଲ? ସେ ମୋତେ ଏମିତି କହିବାର ଶୁଣି ମୁଁ ପୁରା ଦୁଃଖରେ ଭାଙ୍ଗି ପଡ଼ିଲି। କାରଣ କୌଣସି ସ୍ତ୍ରୀ ତା ଶାଶୁ ଆଉ ନଣନ୍ଦର କଥା ସହ୍ୟ କରିପାରେ, କିନ୍ତୁ ଯଦି ନିଜ ସ୍ୱାମୀ ଯାହାକୁ 10 ଦିଗ ସାକ୍ଷୀ ରଖି 7 ଜନ୍ମର ସାଥୀ ହେବା ପାଇଁ ହାତ ଧରିଥିବା ସ୍ୱାମୀ ଯଦି ଏମିତି କହିବ, ତାହେଲେ କୋଉ ସ୍ତ୍ରୀ ବି ସହିବ? ଆପଣମାନେ ନିଜେ କୁହନ୍ତୁ। ମୁଁ କାନ୍ଦି କାନ୍ଦି ରୋଷେଇ ଘରକୁ ଯାଇ କାମ କରିବାରେ ଲାଗି ପଡ଼ିଲି। ମୁଁ ଗୋଟେ ବାଞ୍ଝ ହେଲି ବୋଲି କୌଣସି ପୂଜା ଜିନିଷରେ ହାତ ମାରିପାରିବିନି, କିନ୍ତୁ ଯେହେତୁ ଗୋଟେ ବୋହୂ ମୋ ଘରର ସବୁ କାମ କିନ୍ତୁ ମୁଁ ଏକା କରିବି। ମୁଁ ମନେ ମନେ ଭାବିଲି କି ଯଦି ମୁଁ ମା ହେଇପାରୁନି ଏଥିରେ ମୋର ବା ଭୁଲ କୋଉଠି ରହିଲା? ମା ହେବା ନ ହେବା କ'ଣ ଗୋଟେ ସ୍ତ୍ରୀ ହାତରେ ଥାଏ? ମୋ ଶାଶୁ ଗୋଟେ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ମୋ ନଣନ୍ଦ ଲ ପଢ଼ିଥିଲେ ଆଉ ମୋ ସ୍ୱାମୀ ଇଞ୍ଜିନିୟର ଥିଲେ। ମୋତେ ଆଶ୍ଚର୍ଯ୍ୟ ଏଥିପାଇଁ ଲାଗେ, ଏତେ ପାଠଶାଠ ପଢ଼ିବି ସେମାନେ ଏମିତିକା ଅନ୍ଧବିଶ୍ୱାସରେ କେମିତି ବିଶ୍ୱାସ କରିପାରୁଛନ୍ତି? ସାମାନ୍ୟ ପୂଜା ଜିନିଷ ଛୁଇଁଦେଲେ କ'ଣ ସବୁ ଅଶୁଦ୍ଧ ହୋଇଯାଉଛି? ମୋର ଆଜି ବି ମନେ ଅଛି, ଆମେ 2 ଜଣ ପ୍ରଥମେ ଅଫିସରେ ଦେଖା ହୋଇଥିଲୁ। ଦିନେ ମୁଁ ଅଫିସରେ ଗୋଟେ ଭଲ ପ୍ରୋଜେକ୍ଟ ମୋ ପାଇଁ ସଫଳ ହୋଇଥିବାରୁ ଅଫିସ ସାରା ସମସ୍ତେ ମୋର ଅନେକ ପ୍ରଶଂସା କରୁଥିଲେ। ଏମିତିକି ସୁରେଶ ବି ମୋର ବହୁତ ପ୍ରଶଂସା କରୁଥିଲେ। ଗୋଟେ ଅଫିସରେ କାମ କରୁ କରୁ 2 ଜଣ କେବେ 2 ଜଣଙ୍କୁ ଭଲ ପାଇ ବସିଲୁ ଜଣା ହିଁ ପଡ଼ିଲା ନାହିଁ। ଘର ଲୋକଙ୍କୁ ଯେବେ ଜଣାଇଲୁ ସମସ୍ତେ ଆମ କଥାରେ ଖୁସିରେ ଖୁସିରେ ରାଜି ହୋଇଗଲେ ଆଉ ଆମେ 2 ଜଣଙ୍କର ବିବାହ ହୋଇଗଲା। ମୋ ଶାଶୁ, ଶ୍ୱଶୁର, ନଣନ୍ଦ ବହୁତ ଭଲ ସ୍ୱଭାବର ଥିଲେ। ମୋତେ ଏତେ ଭଲ ପରିବାର ସ୍ୱାମୀ ମିଳିଥିବାରୁ ମୁଁ ମୋ ନିଜକୁ ବହୁତ ଭାଗ୍ୟଶାଳୀ ଭାବୁଥିଲି। ସୁରେଶ ମୋତେ ପ୍ରଥମରୁ କହିଥିଲେ, ମୋତେ 2 ବର୍ଷ ଯାଏ ପିଲା ଦରକାର ନାହିଁ। ଆମେ 2 ଜଣ ଆଗ ଲାଇଫକୁ କିଛି ଦିନ ଏନ୍ଜୟ କରିବା, ତାପରେ ବେବି ପ୍ଲାନିଂ କରିବା। ବୋଧେ ଏଥିପାଇଁ ଘର ଲୋକ ବି 2-3 ବର୍ଷ ଯାଏ ପିଲା କଥା ଆମେ 2 ଜଣଙ୍କୁ କେବେ କହିନାହାନ୍ତି। କିନ୍ତୁ ବାହାଘରକୁ ଯେତେବେଳେ 5 ବର୍ଷ ହେଇଗଲା, ଘର ଲୋକ ବାହାର ଲୋକ ସମସ୍ତେ ତାନା ମାରିବା ଆରମ୍ଭ କରିଦେଲେ। କିଛି ବନ୍ଧୁବାନ୍ଧବ ମୋତେ ବାନ୍ଧବୀ କହିବାକୁ ଲାଗିଲେ। ମୋର ପିଲା ହେଉନଥିଲା। ସୁରେଶ ବି ପ୍ରଥମେ ପ୍ରଥମେ ମୋତେ କିଛି ବି କହୁନଥିଲେ, କିନ୍ତୁ ଏବେ ସୁରେଶ ମୋ ସହ ଠିକ୍ ସେ କଥା ବି ହେଉନାହାନ୍ତି। ଯେତେବେଳେ ତାଙ୍କର ମୋ ପାଖରେ କିଛି କାମ ଥିବ ସେତେବେଳେ ମୋ ସହ କଥା ହେବେ, ନହେଲେ ନାହିଁ। ମୋତେ ଏମିତି ଲାଗୁଥିଲା ହିଁ ନଥିଲା ଯେମିତି ଆମେ 2 ଜଣ ପତି ପତ୍ନୀ ଗୋଟେ ଘରେ ଗୋଟିଏ ଛାତ ତଳେ ରହିଛୁ। ମୋ ଦୁଃଖ କହିବି ତ କାହାକୁ କହିବି? ମୋତେ କିଏ ବୁଝିବ? ଆଜି ଆମ ବାହାଘରକୁ 8 ବର୍ଷ ହେଇଗଲା। ଆଜି ମୁଁ ଭାବିଥିଲି ସୁରେଶ ଚୁପ୍ ରହିବା ଛାଡ଼ି ମୋତେ ନିଶ୍ଚୟ ୱିଶ୍ କରିବେ। ସେଥିପାଇଁ ମୁଁ ଆଜି ତାଙ୍କ ମନପସନ୍ଦର କାକରା ପିଠା ତିଆରି କରିଥିଲି। କିନ୍ତୁ ସେ ଚୁପଚାପ ପିଠା ଖାଇ ଅଫିସ ପଳେଇଲେ। ସେ ଅଫିସ ଗଲା ପରେ ମୁଁ ଅଫିସକୁ ଫୋନ୍ କରି ମୋ ଦେହ ଖରାପ ହେଇଛି କହି ଛୁଟି ନେଇଗଲି। କାହିଁକି ନା ମୁଁ ସୁରେଶକୁ ସରପ୍ରାଇଜ ଦେବାକୁ ଚାହୁଁଥିଲି।
କିନ୍ତୁ ସୁରେଶ ଥରେ ହେଲେ ବି ପଚାରିଲେ ନାହିଁ ମୁଁ କାହିଁକି ଛୁଟି ନେଲି। କ'ଣ ତୁମ ଦେହ ଭଲ ଲାଗୁନି କି? ମୁଁ ରାତିରେ ଖାଇବାରେ ତାଙ୍କର ପ୍ରିୟ ଚିଙ୍ଗୁଡ଼ି ଆଉ ମଟନ ବନେଇଲି। ବେଡରୁମକୁ ଫୁଲରେ ସୁନ୍ଦର କରି ସଜେଇଲି। ତାଙ୍କ ମନ ପସନ୍ଦର ସବୁ କିଛି କରିଥିଲି। ଭାବିଥିଲି ଆଜି ସୁରେଶ ନିଶ୍ଚୟ ଚୁପ୍ ରହିବା ବନ୍ଦ କରି ମୋ ସହ ଦୁଇ ପାଦ ହସିକି କଥା ହେବେ, ଆଉ ମୁଁ ତାଙ୍କ ସହ କଥା ବି ହେଇଯିବି। ଅନାଥ ଆଶ୍ରମରୁ ଗୋଟେ ପିଲା ଆଣିବା ପାଇଁ ତାଙ୍କୁ ରାଜି କରେଇଦେବି। କିନ୍ତୁ ଯେତେବେଳେ ସେ ଘରକୁ ଆସିଲେ ସେ ଥରେ ହେଲେ ବି ମୋ ଆଡ଼କୁ ଟିକେ ଚାହିଁଲେ ନାହିଁ। ମୁଁ ଭାବିଲି ବୋଧେ ବେଡରୁମକୁ ଯିବା ପରେ ମୋତେ ନିଶ୍ଚୟ ଡାକିବେ ଆଉ କଥା ହେବେ, କିନ୍ତୁ ସେ ଥରୁଟିଏ ବି ମୋ ଆଡ଼କୁ ଚାହିଁଲେ ନାହିଁ। ମୁଁ ଆଉ ଅଧିକ ସମୟ ରହିପାରିଲି ନାହିଁ। ସୁରେଶକୁ କହିଲି, ସୁରେଶ, ଆଜି ଆମ ବାହାଘରକୁ 8 ବର୍ଷ ପୂରିଗଲା। ତୁମେ ଆଜି ଦିନ ବି ଭୁଲିଗଲ? ସୁରେଶ ଏସବୁ ଶୁଣି ଉତ୍ତର ଦେଲା, ଆଜିର ଦିନକୁ ମୁଁ ଚାହିଁଲେ ବି ଭୁଲି ପାରିବି ନାହିଁ। କାହିଁକି ନା ଆଜିକା ଦିନରେ ଗୋଟେ ବାଞ୍ଝ ସହ ମୋର ହାତ ଗଣ୍ଠି ପଡ଼ିଥିଲା। ତାଙ୍କ ମୁହଁରୁ ଏମିତି ଶବ୍ଦ ଶୁଣି ସାରା ଦୁନିଆଟା ମୋତେ ଅନ୍ଧାରମୟ ଦେଖାଗଲା। ମୁଁ ମୋ ଆଖିର ଲୁହକୁ ପୋଛି କହିଲି, କ'ଣ ଆମେ ଗୋଟେ ପିଲା ଅନାଥ ଆଶ୍ରମରୁ ଆଣିପାରିବା ନାହିଁ? ତୁମକୁ ମୁଁ କେତେଥର କହିସାରିଛି, ଆଉ ଏ ଘର ଲୋକ ତୁମକୁ କେତେଥର କହିସାରିଛନ୍ତି, ଆଉ କାହା ରକ୍ତର ପିଲା ଏ ଘରକୁ ଅଣାଯାଇପାରିବ ନାହିଁ। ଆଉ ହଁ, ଆଜି ଯେହେତୁ ଆମର ଆନିଭର୍ସରୀ, ମୁଁ ତୁମ ପାଇଁ ଗୋଟେ ଅଲଗା ପ୍ରକାର ଗିଫ୍ଟ ନେଇକି ଆସିଛି। ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ଭାବିବାକୁ ଲାଗିଲି, ଯେଉଁ ଲୋକ ମୋର ଦୁଃଖ ବୁଝିପାରୁନି ସେ ପୁଣି ମୋ ପାଇଁ କ'ଣ ଗିଫ୍ଟ ନେଇକି ଆସିଛି। ସୁରେଶ ମୋତେ ଗୋଟେ ଲଫାଫା ଦେଲେ। ମୁଁ ବି ବହୁତ ଖୁସିର ସହିତ ତାକୁ ଖୋଲିଲି। ଯେତେବେଳେ ପଢ଼ିଲି ସେଥିରେ ଡିଭୋର୍ସ ପେପର ଥିଲା। ସେ କାଗଜକୁ ଦେଖି ମୋର ବିଶ୍ୱାସ ହେଲାନି, ଯେଉଁ ଲୋକ ମୋର ଦିନେ ଏତେ ପ୍ରଶଂସା କରିଥିଲା, ଏତେ ଭଲ ପାଉଥିଲା, ସେ ମୋତେ ଆଜି ଡିଭୋର୍ସ ଦେବାକୁ ଚାହୁଁଛି। ପୁରା ଆକାଶଟା ଯେମିତି ମୋ ଉପରେ ଛିଡ଼ି ପଡ଼ିଲା। ମୁଁ ଜୋରରେ ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲି। ପୁଣି ନିଜକୁ ନିଜେ ସମ୍ଭାଳି ସେ ଡିଭୋର୍ସ ପେପରରେ ସାଇନ୍ କରିଦେଲି। କାହିଁକି ନା ଯେଉଁଠି ସେ ଲୋକର ମନରେ ମୋ ପାଇଁ ଟିକେ ଭଲ ପାଇବା ନାହିଁ, ସହାନୁଭୂତି କିଛି ବି ନାହିଁ, ସେ ଲୋକ ସହ ରହିବାର କ'ଣ ଫାଇଦା। ତା ପରଦିନ ମୁଁ ସେ ଘର ଛାଡ଼ିଦେଲି, କାରଣ ସୁରେଶ ଠିକ୍ ଏଇଆ ଚାହୁଁଥିଲା। କିଛି ଦିନ ପରେ ମୁଁ ବହୁତ ଚେଷ୍ଟା କରି ମୋ ଟ୍ରାନ୍ସଫର ଆଉ ଗୋଟେ ବ୍ରାଞ୍ଚକୁ କରିଦେଲି, କାରଣ ତାଙ୍କ ସହ ଗୋଟେ ଅଫିସରେ କାମ କରିବା ମାନେ ନିଜକୁ ପ୍ରତି ମୁହୂର୍ତ୍ତରେ ଜାଳି ଜାଳି ପାଉଁଶ କରିବା। ଗୋଟେ ମାସ ପରେ ସୁରେଶର ଦ୍ୱିତୀୟ ବିବାହ ହେଇଗଲା। ଆଉ ଗୋଟେ ବର୍ଷ ପରେ ତାଙ୍କର ଗୋଟେ ପିଲା ବି ହେଇଗଲା। ପୁଅ ହେବା ଖୁସିରେ ସେମାନେ ତାଙ୍କ ଘରେ ଗୋଟେ ପୂଜା ରଖିଥିଲେ, ଆଉ ସେ ପୂଜାକୁ ମୋତେ ବି ନିମନ୍ତ୍ରଣ କରିଥିଲେ, କାରଣ ସେମାନେ ମୋତେ ସେଠିକି ଡାକି ମୋତେ ଅପମାନ ଦେବାକୁ ଚାହୁଁଥିଲେ। ଆଉ ସୁରେଶ ଜଣାଇବାକୁ ଚାହୁଁଥିଲା ଯେ ସେ ପୁରା ଠିକ୍ ଥିଲା, ତା ନିଷ୍ପତ୍ତି ବି ପୁରା ଠିକ୍ ଥିଲା। ମୁଁ ବି ସେ ପୂଜାକୁ ଗଲି। ମୋତେ ଦେଖୁ ଦେଖୁ ସେ ମୋ ପାଖକୁ ଆସି ଆଉ ମୋତେ କହିବାକୁ ଲାଗିଲା, ଦେଖିଲ, ତୁମକୁ ଡିଭୋର୍ସ ଦେଇ ମୁଁ କିଛି ଭୁଲ ବି କରିନି। ମୁଁ ବିଲକୁଲ ଠିକ୍ ଥିଲି। ମୁଁ ଆଜି ବାପା ହେଇଗଲି। ମୁଁ ବି ପୁରା ନମ୍ରତାର ସହ ତାଙ୍କୁ ବାପା ହେବାର ବଧାଇ ଜଣାଇଲି। ତାପରେ ମୁଁ ମୋ ସାଙ୍ଗରେ ନେଇଥିବା ଲଫାଫାଟାକୁ ତାଙ୍କୁ ଧରାଇ ଦେଲି ଆଉ କହିଲି, ଏଇଟା ମୋ ତରଫରୁ ତୁମକୁ ଗୋଟେ ଛୋଟିଆ ସରପ୍ରାଇଜ ଗିଫ୍ଟ। ସରପ୍ରାଇଜ ନା ଶୁଣି ସେ ଟିକେ ଡରିଗଲେ, କାହିଁକି ନା ଆନିଭର୍ସରୀ ଦିନ ଠିକ୍ ଏମିତି ଗୋଟେ ସରପ୍ରାଇଜ ସେ ମୋତେ ଦେଇଥିଲେ, ଡିଭୋର୍ସ ପେପର। ସେ ମନରେ ଟିକେ ଡର ରଖି ଲଫାଫାଟିକୁ ଖୋଲିଲେ, ଆଉ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଶୀତ ଦିନରେ ବି ସେ ପୁରା ଝାଳରେ ବୁଡ଼ିଗଲେ, କାରଣ ସେ ଲଫାଫାରେ ଥିବା କାଗଜରେ ସଫା ସଫା ଲେଖା ଥିଲା ଯେ ସେ କେବେ ବାପା ହେଇପାରିବେ ନାହିଁ। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଆଡ଼କୁ ଅନେଇଲେ। ତାର ଡର ଡର ଚେହେରା ଦେଖି ସେ ସ୍ପଷ୍ଟ ଭାବରେ ବୁଝି ସାରିଥିଲେ ଯେ ସେ ପିଲା ତାଙ୍କ ନିଜର ପିଲା ନୁହଁ। ସାକ୍ଷୀ କହିଲେ, ଏବେ ତୁମକୁ ନିଷ୍ପତ୍ତି ନେବାର ଅଛି, ଅନ୍ୟ ଏକ ରକ୍ତର ପିଲାକୁ ନିଜର କରିବ କି ନାହିଁ। ଏସବୁ କହି ମୁଁ ସେଠାରୁ ତୁରନ୍ତ ପଳେଇ ଆସିଲି। ତା ପରଦିନ ସକାଳୁ ସୁରେଶ ଆଉ ତାଙ୍କ ମା ଦୁଇ ଜଣ ଯାକ ମୋ ଘରକୁ ଆସିଲେ। ଦୁଇ ଜଣ କିଛି ବୁଝିପାରୁନଥିଲେ। ମୋତେ କହିବେ ତ କ'ଣ କହିବେ। ସେ କହିବାକୁ ଲାଗିଲେ, ସେ ମେଡିକାଲ ରିପୋର୍ଟ। ତୁମର ମନେ ଅଛି ଆମେ ଦୁଇ ଜଣ ମେଡିକାଲ ଚେକଅପ୍ କରିଥିଲେ? କିଛି କାମ ବ୍ୟସ୍ତତା ପାଇଁ ତୁମେ ରିପୋର୍ଟ ଆଣିବାକୁ ଯାଇପାରିଲ ନାହିଁ, ସେଥିପାଇଁ ମୁଁ ଏକା ଯାଇଥିଲି। ଯେତେବେଳେ ରିପୋର୍ଟ ଦେଖିଲି, ଘରେ ଆସି ଯଦି ତୁମର ଅସୁବିଧା ଅଛି ବୋଲି କହିଥାନ୍ତି, ତେବେ ତୁମ ମନ ଦୁଃଖ ହୋଇଥାନ୍ତା। ସେଥିପାଇଁ ମୁଁ କହିଲି କି ମୁଁ କେବେ ମା ହେଇପାରିବିନି। ସୁରେଶ କାନ୍ଦି କାନ୍ଦି କହିଲେ, କ'ଣ ପାଇଁ ତୁମେ ଏତେ ବର୍ଷ ହେଲା ସମସ୍ତଙ୍କ ଟାହିଟା ପରା ଶୁଣି ଆସୁଥିଲ? କ'ଣ ଆବଶ୍ୟକ ଥିଲା ମିଛ କହିବା? ମୁଁ ତାଙ୍କୁ ଉତ୍ତର ଦେଲି, କାହିଁକି ନା ମୁଁ ତୁମକୁ ଭଲ ପାଉଥିଲି। ମୁଁ ଭାବିଲି ଯଦି ତୁମେ ସତ ଜାଣିବା ଦୁଃଖରେ ଭାଙ୍ଗି ପଡ଼ିବ, ମୁଁ କେମିତି ତୁମକୁ ସେମିତି ହାଲତରେ ଦେଖିପାରିଥାନ୍ତି। ମୋର ତ ଅଭ୍ୟାସ ହୋଇଯାଇଥିଲା ତାନା ଶୁଣି ଶୁଣି, କିନ୍ତୁ ଯେବେ ତୁମେ ବି ତାନା ମାରିବା ଆରମ୍ଭ କରିଦେଲ, ମୁଁ ଆଉ ସହିପାରିଲି ନାହିଁ। ସୁରେଶ କହିଲେ, ଯେତେବେଳେ ମୁଁ ତୁମକୁ ଡିଭୋର୍ସ ପେପର ଦେଲି, ସେତେବେଳେ ତୁମେ ସତ କାହିଁକି କହିଲ ନାହିଁ? ସୁରେଶ, ସବୁ ଭୁଲ ମୋର, କାହିଁକି ନା ମୁଁ ତୁମକୁ ମୋ ଜୀବନଠୁ ବି ଅଧିକ ଭଲ ପାଉଥିଲି। ତୁମକୁ ଅନ୍ଧ ପରି ବିଶ୍ୱାସ କରୁଥିଲି। ଭାବୁଥିଲି ଦୁନିଆ ଯାହା ବି କହୁନା କାହିଁକି, ତୁମେ ମୋତେ କେବେ ବି ଏକାକୀ ଛାଡ଼ିବ ନାହିଁ। ଯେଉଁଠି ତୁମର ଭଲ ପାଇବା ମୋ ପ୍ରତି ଟିକେ ବି ରହିଲା ନାହିଁ, ସେଠି ତୁମ ସହ ରହିକି ମୁଁ କ'ଣ କରିଥାନ୍ତି? ମୋ ନିଶ୍ୱାସ ପ୍ରତି ମୁହୂର୍ତ୍ତରେ ବନ୍ଦ ହୋଇଯାଉଥିଲା। ମୋ ଶାଶୁ ମୋତେ କହିଲେ, ମା ସାକ୍ଷୀ, ମୋର ଭୁଲ ହେଇଯାଇଛି, ପାରିବୁ ଯଦି ମୋତେ କ୍ଷମା କରିଦେ ରେ। ସବୁକିଛି ଭୁଲିକି ଆମ ସହିତ ଘରକୁ ଫେରିଚାଲ।
ମୁଁ ସେମାନଙ୍କୁ କହିଲି, ଏଠି କଥା କ୍ଷମା କରିବା ନ କରିବାର ନୁହଁ, ଏସବୁ ଗୋଟେ ନାରୀର ସ୍ୱାଭିମାନର କଥା। ଆଉ ଏବେ ମୁଁ ସେ ଘରକୁ କେବେ ଯାଇପାରିବି ନାହିଁ। ସୁରେଶ ଆର ମାସ ମୋର ବାହାଘର ହେବାକୁ ଯାଉଛି। ଆଉ ମୁଁ ତୁମକୁ ସରପ୍ରାଇଜ୍ ଗିଫ୍ଟ ଏଥିପାଇଁ ଦେଲି, ମୋତେ ଜାଣିବାର ଥିଲା ଏସବୁ ଜାଣିସାରିବା ପରେ ତୁମେ ଆଉ ଗୋଟେ ରକ୍ତର ପିଲାକୁ ନିଜର କରିବ କି ନାହିଁ। କାହିଁକି ନା ଯେତେବେଳେ ମୁଁ କହିଥିଲି ସେତେବେଳେ ତୁମେ ସଫା ସଫା ମନା କରିଦେଇଥିଲ। ଏଥିରୁ ଗୋଟେ କଥା ସ୍ପଷ୍ଟ ହୋଇଗଲା ଯେ ଗୋଟେ ପୁରୁଷ ସବୁବେଳେ ନିଜକୁ ବଡ଼ ବୋଲି ଭାବିଥାଏ, ଆଉ ଗୋଟେ ନାରୀକୁ ସବୁବେଳେ ନୀଚ ଦେଖାଇଥାଏ। କେବେ ଗୋଟେ ପୁରୁଷ ଭାବେ ନାହିଁ ଦୋଷ ଗୋଟେ ପୁରୁଷ ଦେହରେ ବି ଥାଇପାରେ। ଆଉ ଯେତେବେଳେ ସତ ଜଣା ପଡ଼େ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ। ଯେଉଁ ପୁରୁଷ ନିଜ ଅହଙ୍କାର ପାଇଁ ଗୋଟେ ସ୍ତ୍ରୀ ଉପରେ ଅତ୍ୟାଚାର କରିଥାଏ, ତା ସାଥିରେ ସବୁବେଳେ ଭଗବାନ ଥାଆନ୍ତି, ଏକଥାକୁ ଗୋଟେ ପୁରୁଷ ଭୁଲିଯାଏ। ବନ୍ଧୁଗଣ, ଏ ଜୀବନ ଥିଲା ଯାଏ କେବେ ବି କାହା ସହ ଅନ୍ୟାୟ ଅବିଚାର କରନ୍ତୁ ନାହିଁ। ଆଉ ହଁ, ନିଜ ଉପରେ ଯଦି କିଏ ଅନ୍ୟାୟ କରୁଛି ତାକୁ କେବେ ବି ସହିବା କଥା ନୁହଁ, ସେସବୁକୁ ସାହସର ସହିତ ସାମ୍ନା କରିବା ଦରକାର। ଆଶା କରୁଛି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆମ ଚ୍ୟାନେଲରେ ଆପଣମାନଙ୍କୁ ଆଗକୁ ଆହୁରି ଭଲ ଭଲ ଶିକ୍ଷଣୀୟ କାହାଣୀ ଶୁଣିବାକୁ ପାଇବେ। ତେଣୁ ଡେରି ନକରି ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, କାରଣ ଆପଣମାନଙ୍କ ଛୋଟିଆ ଲାଇକ୍ରୁ ଆମକୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ମିଳିଥାଏ। ଆଉ ହଁ, ଆପଣଙ୍କର ମୂଲ୍ୟବାନ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଲେ ସାଙ୍ଗମାନଙ୍କ ସହ ଟିକେ ସେୟାର କରିଦିଅନ୍ତୁ। ମୋ ଭିଡ଼ିଓକୁ ପୁରା ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।